ଗତକାଲି କଥା ଦେଖିବା ଝିପ୍ ଝିପ୍ ବର୍ଷା ହେଇଥିଲା। ଆଜି କୋହଲା ପାଗ ରହିଛି, ଅନ୍ୟପଟେ କୁହୁଡ଼ା ମଧ୍ୟ ରହିଛି, ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉଦଳା ସହର କଥା କହିବା, ନିକଟରେ ଶିମିଳିପାଳ ରହୁଛି। ଲୋକମାନେ ବହୁତ ହଇରାଣ ହରକତ ହେଉଛନ୍ତି। ଯେଉଁ ସାଧାରଣ ଲୋକମାନେ କାମ ଧନ୍ଦାକୁ ଯାଆନ୍ତି ସେମାନେ ମଧ୍ୟ 9ଟା 10ଟା ପର୍ଯ୍ୟନ୍ତ ଘରୁ ବାହାରୁନାହାନ୍ତି। ଆମେ ସିଧାସଳଖ ଆଲୋଚନା କରିବା, କିଛି ସ୍ଥାନୀୟ ଲୋକ ରହିଛନ୍ତି, କିଛି ପର୍ଯ୍ୟଟକ ରହିଛନ୍ତି, କିଛି ଯୁବକ ରହିଛନ୍ତି। କେଉଁଭଳି ଭାବରେ ଏଇ ଯେଉଁ କୁହୁଡ଼ା ଏବଂ ଯେଉଁ କୋହଲା ପାଗ ସେମାନଙ୍କୁ କେତେ ଅସ୍ତବ୍ୟସ୍ତ କରୁଛି, ଆମେ ସେମାନଙ୍କ ସହିତ କଥା ହେବା। କ'ଣ କହିବା ଆଜ୍ଞା, କେତେ ଅସ୍ତବ୍ୟସ୍ତ କରୁଛି ଯେଉଁଭଳିଆ କୋହଲା ପାଗକୁ କୁହୁଡ଼ା? ଥଣ୍ଡା ପୁଣି ଫେରିଛି। 2 ଦିନ ହେଲା ଯେଉଁ ବର୍ଷା ହେଲା, ପୁଣି କୁହୁଡ଼ି ସାଙ୍ଗକୁ ଏ ଯେଉଁ ପାଗ କରିଛି, ଘରୁ ବାହାରି ହେଉନି। ଆମେ ଆସିଥିଲୁ ଉଦଳା ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ। କ'ଣ କହିବେ, ଏଇ ଯେଉଁ ପାଗ ହେଇଛି? ହଁ, ଶୀତ କେତେ କରୁଛି? ବହୁତ ଶୀତ, ଆଉ କୋହଲା ପାଗକୁ କୁହୁଡ଼ା ପାଗ, ଆଉ ଘରୁ ବାହାରି ହେଉନି। ଗାଡ଼ିରେ ଯିବା ପାଇଁ ଅସ୍ତବ୍ୟସ୍ତ ଲାଗୁଛି ଆମକୁ। ନିଶ୍ଚିତ ରୂପେ କ'ଣ କହିବେ, ଏଇ ଯେଉଁ ଥଣ୍ଡା କେମିତି ଉପଭୋଗ କରୁଛନ୍ତି ଆଉ କେତେ କଷ୍ଟ ହେଉଛି? 2 ଦିନ ହେଲାଣି ତ ଥଣ୍ଡାର ମାତ୍ରା ବହୁତ ପରିମାଣରେ ବଢ଼ିଛି, ଯାହାଦ୍ୱାରା କି ସକାଳୁ ଶୀତ ବସ୍ତ୍ର ନ ପିନ୍ଧିଲା ପର୍ଯ୍ୟନ୍ତ ଘରୁ 9ଟା ପର୍ଯ୍ୟନ୍ତ କୁଆଡ଼େ ବି ଯିବା ଆସିବା କରି ହେଉନି। ଆଉ ଆପଣ ଯଦି ଦେଖୁଥିବେ, ଏଠି ଯେଉଁ କୋହଲା ପାଗ ଯେଉଁ ବେଗ ଲାଗି ରହିଛି 2 ଦିନ ହେଲାଣି, ଝିପଝିପି ବର୍ଷାକୁ, କାଲି ପ୍ରବଳ ବର୍ଷା ଏଠି ହେଇଛି। ତାପରେ ଏପଟ ଏରିଆ ଶିମିଳିପାଳ ପାଦ ଅଞ୍ଚଳ, ଯାହାଫଳରେ କି ଏଠି ଶୀତ ଅଧିକା ଜୋରସୋର ଲାଗୁଛି। ଆଉ ସକାଳୁ ନିଆଁ ପାଖରେ ବସିବା ପାଇଁ ଇଚ୍ଛା ହେଉଛି, ଗରମ ଚାହା ଟିକେ ପିଇବା ପାଇଁ ଇଚ୍ଛା ହେଉଛି। ଆଉ କାମକୁ ଯିବାକୁ ଟୋଟାଲି ଇଚ୍ଛା ହିଁ ହେଉନି। 10ଟା ପର୍ଯ୍ୟନ୍ତ ଏଠି ବହୁତ ପରିମାତ୍ରାରେ ଶୀତ ଲାଗି ରହୁଛି। ଏଇଆ ଆଉ କ'ଣ କହିବେ, କେଉଁଠୁ ଆସିଥିଲେ, କେମିତି ଦେଖୁଛନ୍ତି ଯେଉଁଭଳି ଭାବରେ ଥଣ୍ଡା ରହୁଛି, ରାସ୍ତାରେ କୁହୁଡ଼ା ରହୁଛି, କେମିତି ଦେଖୁଛନ୍ତି ଥଣ୍ଡାକୁ? ଆମେ ବୁଲିବା ପାଇଁ ଆସିଥିଲୁ, କିନ୍ତୁ ଏଠି ଦେଖୁଛୁ ଏଇ ପାଗ ହିସାବରେ ଡ୍ରାଇଭର ଆମକୁ କହୁଛି ଯେ କୁହୁଡ଼ି ପାଇଁ ଆମେ ନେଇପାରିବୁନି। ତ ଆମେ 2 ଦିନ ହେଲାଣି ଏମିତି ହୋଟେଲରେ ରହିଛୁ, ତ ବହୁତ ପ୍ରୋବ୍ଲେମ୍ ହେଉଛି। ଆଉ କୁହୁଡ଼ି ପାଇଁ ଗାଡ଼ି ମଟର ଚଲେଇ ହେଉନି, ହାତ କଲାପ୍ସ କରିଯାଉଛି। ଆଉ ବୁଲିବା ପାଇଁ ଯାହା ଭାବିଥିଲୁ ତାହା ହେଇପାରିଲା ନାହିଁ। ତ ଏଭଳି ଆମେ ଭାବୁଛୁ, ତ ତାହେଲେ ଦିନ ମଜୁରିଆ ଲୋକମାନେ ବି ବହୁତ ହଇରାଣ ହେଉଥିବେ, ସେଇ ଟାଇପ୍ର ଦୁଃଖ ପ୍ରକାଶ କରୁଛୁ।